महामंत्री विरासीन महाराज अब हमान कलरु असपत्न सुश्री विस्तीर्ण वैश्चर्य भरा एही मोर प्रताप नगर निश्चय महाराज राम राज्य प्रतिष्ठा करी एही मोर राजवंश कीर्ति स्तंभ करिछि स्थापन। हाँ महाराज सात पुरुषर गौरव ऐतिह्य पथ प्रदर्शक भावी पुत्र सम पालु अछि प्रजा। निश्चय महाराज अर्घ्य पुष्प करी धरी अभिनंदन जनांती एही मोर प्रताप नगर जन प्रजा। हाँ महाराज हेले महामंत्री शंका हुई मनी अविरत न शुणी नाम राज्यर कुशल बारता। आहे प्रतापगढ़ नरेश एथिपाई नुह चिंताशील ए प्रतापगढ़ समस्त जन प्रजा आनंदरे उल्लासरे काल जपन करछंती महाराज। आपणक नाम शुणी बाजे शंख ध्वनि जार पादे सर्व प्रजा करथांती पूजा तांको की बा जस भी भवे महाराज। धन्यवाद अशेष धन्यवाद महामंत्री शुणी मम किरति वृतांत आनंद रे फुली उठे छाती। औ एही प्रताप नगर जन प्रजा सदा सर्वदा वरेण्य चूड़ामणि राजा प्रताप केशरी नामे सदा उड़ाती विजयर पताका। निश्चय महाराज ताहले आस महामंत्री ए मोर विस्तीर्ण वैश्चर्य भरा महापुण्य प्रताप नगरे आनंद रे करिबा भ्रमण। चलतु ताहले महाराज। सत्य शांतिर सते एही मो प्रताप गण राज्य सत्य शांतिर सते एही मो प्रताप गण राज्य सत्य शांतिर सते एही मो प्रताप गण राज्य दया क्षमा गुण महामंत्री विरसीन महाराज चाहा पाई मो दसवाना उड़े से जगतनाथ रूपम परे सत्य शांतिर एही मो प्रताप गण राज्य सत्य शांतिर एही मो प्रताप गण राज्य। महामंत्री विरसीन महाराज देवदेव महादेवंक अपार करुणारू रानी चंद्रावती मोर 9 मासर गर्भवती
ସନ୍ତାନ ପ୍ରସବ ସମୟ ପ୍ରାୟ ଏବେ ଉପଗତ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସଦା ସର୍ବଦା ଦାସୀ ପରିଚାରିକା ନିକଟି ଆୟୋଜିତ କରିଛି ମହାମନ୍ତ୍ରୀ। ନିଶ୍ଚୟ ମହାରାଜ ଆପଣଙ୍କ ନିର୍ଦ୍ଦେଶରୁ କୋଣ ଉଣୁକୁରୁ ମୁଁ ରାଣୀମାଙ୍କ ଦାୟିତ୍ୱରେ ନିୟୋଜିତ କରିଦେଇଛି ମହାରାଜ। ମହାମନ୍ତ୍ରୀ କୁହ ମହାମନ୍ତ୍ରୀ। ମହାରାଜ ପ୍ରତାପ ଗଣନାରେ ମନରୁ ଏ ଚିନ୍ତା ତେଜ ପ୍ରତାପ ଗଣନାରେ ମନରୁ ଏ ଚିନ୍ତା ତେଜ ରଖିଲେ ଶିବ ସେ ମାରିବ ବୃଥାରେ ନୁହ ଚିନ୍ତିତ ପ୍ରତାପ ଗଣନାରେ ବୃଥାରେ ନୁହ ଚିନ୍ତିତ। ମହାରାଜ ଆପଣ ରାଜ୍ୟ ଭ୍ରମଣ ତେଜ ଥିଲେ ଆଜିକୁ 15 ଦିନ ହେଲା ରାଜ୍ୟରେ ପଦାର୍ପଣ କରିଛନ୍ତି। ତମେ ଠିକ କହିଛ ମହାମନ୍ତ୍ରୀ। ହେଲେ ମହାରାଜ କଣ ଖୁସିର ବାର୍ତ୍ତା ଶୁଣିବେନି କି ମହାରାଜ? ସତେ କି ମହାମନ୍ତ୍ରୀ? ତାହେଲେ କୁହ ମୁଁ ସେହି ଖୁସିର ବାର୍ତ୍ତା ଶୁଣିବାକୁ ଚାହୁଁଛି ମହାମନ୍ତ୍ରୀ। ଦାସୀ ଦେଇଛି ଖବର ସର୍ବଶୁଭରାଣୀଙ୍କର କୁଶଳୀ ଅଛନ୍ତି ରାଣୀ ମନୋଚିନ୍ତା ପରିହର କୁଶଳ ଆକାଶେ କୁଲ ଚନ୍ଦ୍ରମା ହସି ଭାସି ରୋହିତ ଗିର ପ୍ରତାପ ଗଣନର ମନରୁ ଚିନ୍ତା ତେଜ। এই খুশির খবর শুনে আনন্দ অন্তর সতে কিবা রানী কোলে খেলিব কুলার চন্দ্রমা। নিশ্চয় মহারাজ তবে ঠিক কহিছ মহামন্ত্রী। তাহলে আস আমি কাল বিলম্বন করে চালি যা রানী অন্তপুর নিকটকু। ମହାରାଜାଙ୍କର ଜୟ ହଉ। ও কে ପ୍ରାଣନାଥ ଗୁମସ୍ତା। ହଁ ମହାରାଜ, କିନ୍ତୁ ମୁଁ ଦେଖୁଛି କେତେ ଦିନ ହେଲା ଆପଣଙ୍କ ପାଇଁ ସ୍ୱତନ୍ତ୍ର ଏକ ଅଙ୍ଗରକ୍ଷୀ ମାନେ ବଡିଗାର୍ଡଟିଏ ନିହାତି ଜରୁରୀ ମହାରାଜ। କାହିଁକି ନା ଯୁଗ ଯେମିତି ହେଲାଣି ଆପଣଙ୍କ ଯଶ ଗୌରବ ଧନ ଦୌଲତ ପ୍ରତିପତ୍ତି ଏମିତିକି ନିଜସ୍ୱ ପ୍ରତିଷ୍ଠା ଯେତେ ବଢି ବଢି ଚାଲିଛି ସେତେ ବେଶୀ ଆହୁରି ବାହ୍ୟ ଶତ୍ରୁ ବଢି ଚାଲିଛନ୍ତି ମହାରାଜ। ତେଣୁ ମୋତେ ରାଜ୍ୟ ପ୍ରତି ଭାରି ଚିନ୍ତା। କେତେବେଳେ ଯେ କୋଉ ମୁହୂର୍ତ୍ତରେ କୋଉ କଥା ଘଟିପାରେ ଏ କଥା କିଏ କହିପାରିବ ମହାରାଜ? ହଁ ମହାରାଜ ଗୁମସ୍ତେ ଉଚିତ ପ୍ରସ୍ତାବ ଦେଇଛନ୍ତି ମହାରାଜ। তাহলে কে ଅଛି ସେ ସମର୍ଥ ବ୍ୟକ୍ତି ଯେ କି ହେବ ମୋର ବିଶ୍ୱସ୍ତ ଅଙ୍ଗ ରକ୍ଷୀ? ଅଛନ୍ତି ଅଛନ୍ତି ମହାରାଜ। ମୋ ଭଣଜା ବାଘେଶ୍ୱର ବାଘା ସେ ଏମିତି ସେମିତି ମଣିଷ ନୁହନ୍ତି ମହାରାଜ। ଏକା ବେଳକୁ ବାଘକୁ ବି ଦି ଫାଳ କରି ଫାଡ଼ିଦବ। ହଁ ମହାରାଜ, ଆପଣଙ୍କ ଆଜ୍ଞା ହେଲେ ମୁଁ ଡକେଇବି ଆପଣଙ୍କ ସନ୍ନିକଟେ। ତାହେଲେ ଏବେ ହିଁ ଡାକି ଦିଅ ମୋ ନିକଟେ ହେବେ ଉପସ୍ଥିତ। ଯଥାଜ୍ଞା ଶିରୋଧାର୍ଯ୍ୟ ମାମ। ଆରେ ଭଣଜା ବାଘେଶ୍ୱର ବାଘା, ତୁ ମହାରାଜଙ୍କ ନିକଟରେ ହୁଅ ଉପସ୍ଥିତ।
ମହାମାନ୍ୟଙ୍କର ଜୟ ହଉ। ପ୍ରଣାମ ସ୍ୱୀକାର ହେଉ ରାଜନ। ତାହେଲେ ତମେ ବାଘା। କ୍ଷମା କରିବେ ରାଜନ, ଖାଲି ବାଘା ନୁହଁ, ମୁଁ ହଉଛି ବାଘେଶ୍ୱର ଈଶ୍ୱର 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 ବାଘା। ଅତି ସୁନ୍ଦର। ତାହେଲେ ତମେ ହେବ ମୋ ଅଙ୍ଗ ରକ୍ଷୀ। ଯାହା ଆପଣଙ୍କ ଆଜ୍ଞା ନରେଶ, ଯାହା ଆପଣଙ୍କ ଆଜ୍ଞା। ତାହେଲେ ଆସନ୍ତାକାଲି ଠାରୁ କାର୍ଯ୍ୟରେ ଲାଗି ପଡ। ନିଶ୍ଚୟ ମହାରାଜ, ମୁଁ ଆସୁଛି ରାଣୀ ଚନ୍ଦ୍ରାବତୀ ସହିତ ସାକ୍ଷାତ କରିବି। ନିଶ୍ଚୟ ମହାରାଜ। ମହାମନ୍ତ୍ରୀ ମହାରାଜ ଆସ, ଆମେ କାଳ ବିଳମ୍ବନ କରି ଚାଲିଯିବା ରାଣୀ ଅନ୍ତପୁର ନିକଟକୁ। ଚାଲନ୍ତୁ ତାହେଲେ ମହାରାଜ। রাজা প্রতাপ কেশরে নাহি তোর পরিত্রাণ। বিষধর নাগ সাপକୁ তো বাবা ପିଡ଼ିଆରେ ରଖିଛୁ, আচ্ছা କିନ୍ତୁ ମନେ ରାଖ, এই বিষধর নাগ দিনে না দিনে তোকে দংশন করে তোর অন্ত ঘটেইব। তুরন্তে তুরন্তে প্রতাপগড় রাজ্য হয়েଯିବ শূন্য। তুরন্তে বলে বলে কৌশলে ମୁଁ ହେବି এই প্রতাপগড় রাজা। মহা এই রাজসিংহাসন ପାଇଁ জরুরি ହେଲେ সৃষ্টি କରିବେ নরমেধ যজ্ঞ। ନେବି ମାତୃ ପିତୃ ହନ୍ତାର ଚରମ ପ୍ରତିଶୋଧ। ଏଣ୍ଡୁଅ ଯେମିତି ତାର ରଙ୍ଗ ବଦଳାଏ, କାଲେ ନେଲେ କାଲେ পেলে, ঠিক ସେମିତି ଏମିତି ରଙ୍ଗ ବଦଳେଇ ବଦଳେଇ ଅଭିନୟ କରିବେ। ତୁ କିଛି ବୁଝିପାରିବୁନି ରାଜା, ତୁ କିଛି ବୁଝିପାରିବନି। হবে সর্কস্থল চালিয়া ভিতরে বাঘটা যদি খাইলা হে চায়, তাহলে সে রিং মাস্টার তুমি ছাড়েনি মামো, সে তার রক্ত পিই যায়। હવે પગસ્થ બનાવશે ସେହି ସର୍କସ୍ ଖେଳର ରକ୍ତ ମୁଖ ଖାଇଲା ତୁ ସେ ସର୍କସ୍ ଖେଳର ଘାଇଲା ବାଘ ହେଇପାରୁ ଭଣଜା, କିନ୍ତୁ ରାଜା ହବାଟା ଏତେ ସହଜ କାର୍ଯ୍ୟ ନୁହଁରେ ବାବା। ତାହେଲେ ତୁ ବୋଧେ ଜାଣିନୁ, ରାଜା ପ୍ରତାପ କେଶରୀଙ୍କ ରାଣୀ ଚନ୍ଦ୍ରାବତୀ ଏବେ ଗର୍ଭବତୀ। ତାଙ୍କୁ ପୁରା 8 ପୁରି 9 ଆରମ୍ଭ। ଆଉ ଏଇଟା ହଉଛି ପ୍ରସବର ଶେଷ ମାସ। ଯଦି ରାଣୀ ଶିଶୁ ସନ୍ତାନଟିଏ ଜନ୍ମ କରି ନିଅନ୍ତି, ତାହେଲେ ତ ରାଜା ହବାଟା ଅସମ୍ଭବ। ଟରେଟୋ ଟରେଟୋ ବୋଲେ ମାଇଲେ ଶିବ ସରେ ଆଚ୍ଛା ଦେବଙ୍କ ସଙ୍ଗେ ତାହେଲେ ତ ଏବେ ହେଇଯାଏ ରାଣୀ ଚନ୍ଦ୍ରାବତୀକୁ ମାରିଦେବି ମାମୁ, ମାରିଦେବି। ମରିବ ରାଣୀ ନିଶ୍ଚୟ ମରିବ, ରାଜାର ବଂଶ ବି ବୁଡି ଆରେ ଭଣଜା, ସେ ବାଉଁଶଟାକୁ ରହିବାକୁ ଦେ, ଆଉ ସେ ବଇଁଶୀଟାକୁ ବି ବାଜିବାକୁ ଦେ। ସମୟକୁ ଟିକେ ଅପେକ୍ଷା କର। ରାଣୀ ତ ମରିବ ନିଶ୍ଚୟ, କିନ୍ତୁ ରାଣୀ ଚନ୍ଦ୍ରାବତୀଙ୍କ ଜଣେ ମାଉସୀ ଝିଅ, ତା ଭଉଣୀ, ତା ନାଁ ହଉଛି ପଦ୍ମାବତୀ। ତା ସହିତ ତତେ ଟିକେ ପ୍ରେମ ରିଲେସନ ରଖିବାକୁ ପଡିବ।
ମାନେ ଲଭ ରିଲେସନ ଟା ରଖିବାକୁ ପଡିବ ଭଣଜା। ତାହେଲେ ହଁ ଏଇ ପ୍ରତାପ ରାଜସିଂହାସନ ପାଇବା ପାଇଁ ହେଲେ ମତେ ପ୍ରେମ କରିବାକୁ ପଡିବ, ପ୍ରେମ। ହଁ ଭଣଜା ତୁ ଠିକ ବୁଝିଛୁ। ଏ ମାମା, ତମେ କଣ ଜାଣିନ ଏଠି ଇସ୍କ କଲେ ରିସ୍କ ଅଛି, ଅଛି ନା ଆଉ। ସତ କହିଲେ ଜେଲ, ନ୍ୟାୟ କଲେ ନସିବ ଖରାପ, ଆଚ୍ଛା ଧର୍ମ କଲେ ବରବାଦ। କିନ୍ତୁ ମାମା, ନିଜର ଆଧିପତ୍ୟକୁ ବିସ୍ତାର କରିବା ପାଇଁ ହେଲେ ଶୈତାନର ପୂଜା କରି ପାପର ଆଶ୍ରୟ ବୋଲିବାକୁ ପଡିବ। ନିଶ୍ଚୟ ନିଶ୍ଚୟ ହଁ ଭଣଜା। ମାମା, ହଁ। ଆଜିଠୁ ଆରମ୍ଭ ହେଲା ଏଇ ଯୁଗର ମହାଭାରତ। ହେଇଯାଉ। ଏଠି ରାଜସିଂହାସନ ପାଇଁ ହେବ 18 ଦିନ। ଦେଖେଇବେ ମାମା, ଦେଖେଇବେ କୃଷ୍ଣ କେମିତି ଶଙ୍ଖ ଫୁଙ୍କିବେ ଆଉ ଚକ୍ର ବୁଲାଇବେ। ଏଠି ସାକ୍ଷୀ ହେବା ପାଇଁ ନଥିବ ବିଲାଲ ସେନ। ବାଘା ଆଗେଶ୍ୱର ବାଘା। ପାଦ ଉଠେଇଲେ ଭୂମିକମ୍ପ ହୁଏ, ହାତ ଉଠେଇଲେ ଦଙ୍ଗା। যা বেটা যা, তোর ବି ଦିମାଗଟା ବୋଧେ ଫୁଲ ଫୁଲ ଖିଲା ହେଇଗଲାଣି। ବାପା ଧନ, ତୁ ହଉଛୁ ମୋ ଭଣଜା ଆଉ ମୁଁ ହଉଛି ତୋ ମାମୁଁ। ବୁଢା ମାଷ୍ଟର କେ ପଢିଆ ଶିଖଉଛୁ ନାଇଁ। ତତେ ଯଦି ମୁଁ ଚିଙ୍ଗୁଡି ପରି ବ୍ୟବହାର କରିକି ସେଉଲଟା ନ ଜାଣିଛି, ତାହେଲେ ମୋ ନାଁ ବି ପ୍ରାଣନାଥ ନୁହଁ। ଆଉ ଯାହା ସବୁ କାହାଣୀ କହିଲି ସବୁ ମିଛ, କାହା ମିଛ କାହାଣୀ। ନା ଥିଲା ମୋର କେବେ ଭଉଣୀ, ନା ଅଛି ମୋର କେବେ ଭଣଜା। ମୁଁ ଏ ଦୁନିଆରେ ସମ୍ପୂର୍ଣ୍ଣ ଏକା, ମୋର କେହି ନାହାନ୍ତି। ଯେମିତି ସେ ଯୁଗର ଶକୁନିର କେହି ନଥିଲେ, ଠିକ୍ ସେଇପରି ମୁଁ ବି ଗୋଟାଏ କଳି ଯୁଗର ଶକୁନି। ଆଉ ସେ ଶକୁନି ଯେମିତି ଶହେ ଶହେ ଭାଇଙ୍କୁ ପଶା କାଠି ମାଧ୍ୟମରେ ନିଧନ କରିଯାଇଥିଲା, ମୁଁ ବି ଠିକ୍ ସେଇପରି ମୋ ଭଣଜାଟାକୁ ପଶା କାଠି ରୂପରେ ବ୍ୟବହାର କରିକି এই রাজার বংশটাকে ছারখার করে দেবি। জয় রাম জি কি জয়।